ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ନମସ୍କାର। ଆଜି ଆମେ ଶୁଣୁଥିବା ଏହି ପ୍ରସଙ୍ଗ ଉପରେ ଆପଣଙ୍କ ଜ୍ୟୋତିକୁ ଚମକିବାକୁ ଦିଅନ୍ତୁ। ଏହାର ମୁଖ୍ୟ ପଦ ହେଉଛି ମାର୍ଥିଉ ପୁସ୍ତକ 5:16 ପଦ। ସେ ପ୍ରକାରେ ତୁମ୍ଭମାନଙ୍କର ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ, ଯେପରି ସେମାନେ ତୁମ୍ଭମାନଙ୍କ ସତ୍କର୍ମ ଦେଖି ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ। ଖ୍ରୀଷ୍ଟଙ୍କ ଅନୁଗାମୀ ଭାବରେ ଆମକୁ ଏପରି ଭାବରେ ବଞ୍ଚିବା ପାଇଁ ଆହ୍ୱାନ କରାଯାଇଛି ଯେ ଆମ ଜୀବନ ପରମେଶ୍ୱରଙ୍କ ଉତ୍ତମତାକୁ ପ୍ରତିଫଳିତ କରୁ ଏବଂ ଅନ୍ୟମାନଙ୍କୁ ତାଙ୍କ ଆଡ଼କୁ ଆକର୍ଷିତ କରୁ। ପର୍ବତ ଉପଦେଶରେ ଯୀଶୁ ତାଙ୍କ ଅନୁଗାମୀମାନଙ୍କୁ ଜଗତର ଜ୍ୟୋତି ବୋଲି କୁହନ୍ତି। ଆଲୋକରେ ମାର୍ଗଦର୍ଶନ, ପ୍ରକାଶ ଓ ପ୍ରେରଣା ଦେବାର ଶକ୍ତି ରହିଛି। ପାହାଡ଼ ଉପରେ ଥିବା ସହରକୁ ଯେପରି ଲୁଚାଇ ରଖାଯାଇ ପାରିବ ନାହିଁ, ଠିକ୍ ସେମିତି ଆମ ଜୀବନରେ ପରମେଶ୍ୱରଙ୍କର ସ୍ନେହ ଓ ଉତ୍ତମତା ଦେଖାଯିବା ଉଚିତ। ତେବେ ଏହି ବିଷୟକୁ ଆଉ ଗଭୀର ଭାବରେ ଜାଣିବା ନିମନ୍ତେ ଆମେ କେତେଗୁଡ଼ିଏ ପଏଣ୍ଟ ଦେଖିବା। ପ୍ରଥମ ନମ୍ବର ବିଷୟ, ଆପଣ ଜଗତର ଜ୍ୟୋତି ଅଟନ୍ତି। ମାର୍ଥିଉ 5:14 ପଦ, ତୁମ୍ଭେ ଜଗତର ଜ୍ୟୋତି, ପର୍ବତ ଉପରେ ସ୍ଥାପିତ ନଗର ଗୁପ୍ତ ହୋଇ ରହି ନପାରେ। ଯୀଶୁ ଘୋଷଣା କରନ୍ତି ଯେ ବିଶ୍ୱାସୀମାନେ ହେଉଛନ୍ତି ଜଗତର ଜ୍ୟୋତି, ତାଙ୍କର ଜ୍ୟୋତିର ପ୍ରତିଫଳନ ଅଟନ୍ତି। ଜ୍ୟୋତି ଅନ୍ଧକାର ଦୂର କରି ଆଶା ଓ ଦିଗ ପ୍ରଦାନ କରିଥାଏ। ଉଦାହରଣ ସ୍ୱରୂପ, ଏକ ଲାଇଟ୍ ହାଉସ୍ ଝଡ଼ ମଧ୍ୟରେ ଜାହାଜଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ମାର୍ଗଦର୍ଶନ କରିଥାଏ। ଠିକ୍ ସେହିପରି ଆମ ଜୀବନ ଅନ୍ୟମାନଙ୍କୁ ଖ୍ରୀଷ୍ଟଙ୍କ ପାଖକୁ ମାର୍ଗଦର୍ଶନ କରିପାରିବ। ତେବେ ଏହି ପଏଣ୍ଟରୁ ଆମେ କ'ଣ ଶିଖିପାରିବା? ନା, ଆପଣଙ୍କ ଜୀବନର ସେହି କ୍ଷେତ୍ରଗୁଡ଼ିକ ବିଷୟରେ ଚିନ୍ତା କରନ୍ତୁ ଯେଉଁଠାରେ ଆପଣ ଯୀଶୁଙ୍କ ପାଇଁ ଉଜ୍ଜ୍ୱଳ ହୋଇପାରିବେ। ଆପଣ ଏପରି ଭାବରେ ବଞ୍ଚୁଛନ୍ତି କି ଯାହା ଅନ୍ୟମାନଙ୍କୁ ପରମେଶ୍ୱରଙ୍କ ଆଡ଼କୁ ଆକର୍ଷିତ କରୁଛି। ଦ୍ୱିତୀୟ ନମ୍ବର ବିଷୟ ଆମେ ଦେଖିବା, ଭଲ କାର୍ଯ୍ୟ ପରମେଶ୍ୱରଙ୍କର ମହିମାକୁ ପ୍ରତିଫଳିତ କରେ। ଏଫେସୀୟ 2:10 ପଦ, କାରଣ ଆମ୍ଭେମାନେ ତାହାଙ୍କ ରଚନା, ଯେ ସମସ୍ତ ସତ୍କର୍ମ ଆମ୍ଭେମାନେ କରିବୁ ବୋଲି ଈଶ୍ୱର ପୂର୍ବରୁ ପ୍ରସ୍ତୁତ କରିଥିଲେ, ଆଚରଣରେ ସେହି ସବୁ ସାଧନ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କଠାରେ ସୃଷ୍ଟ। ଦୟା, ଉଦାରତା ଏବଂ ପ୍ରେମ ପ୍ରଦର୍ଶନ କରି ଆମର କାର୍ଯ୍ୟ ପରମେଶ୍ୱରଙ୍କ ଚରିତ୍ର ସହିତ ସଂଯୁକ୍ତ ହେବା ଉଚିତ। ଏସବୁ କାର୍ଯ୍ୟ ଆମ ସ୍ୱୀକୃତି ପାଇଁ ନୁହେଁ, ନିଜକୁ ଦେଖାଇବା ପାଇଁ ନୁହେଁ, ବରଂ ପରମେଶ୍ୱରଙ୍କ ମହିମା କରିବା ପାଇଁ କରିବା ଉଚିତ। ଉଦାହରଣ ସ୍ୱରୂପ, ଏକ ପରିଷ୍କାର ଝରକା ସୂର୍ଯ୍ୟ କିରଣକୁ ସ୍ପଷ୍ଟ ଭାବରେ ଅତିକ୍ରମ କରିବାକୁ ଅନୁମତି ଦିଏ। ଆମ ଜୀବନ ସେହି ଝରକା ପରି ହେବା ଉଚିତ, ଯାହାଦ୍ୱାରା ପରମେଶ୍ୱରଙ୍କ ଆଲୋକ ଆମ କାର୍ଯ୍ୟ ମାଧ୍ୟମରେ ଉଜ୍ଜ୍ୱଳ ହୋଇପାରିବ। ତେବେ ଏଥିରୁ ଆମେ ଦେଖିବା, ପଡ଼ୋଶୀଙ୍କୁ ସାହାଯ୍ୟ କରିବା, ବନ୍ଧୁଙ୍କୁ ଉତ୍ସାହିତ କରିବା କିମ୍ବା ଆପଣଙ୍କ ସମୁଦାୟରେ ବା ସମାଜରେ ସେବା କରିବା ଦ୍ୱାରା ଏହି ସପ୍ତାହରେ ଦୟା କାର୍ଯ୍ୟ କରିବା ବିଷୟରେ ଉଦ୍ଦେଶ୍ୟମୂଳକ ହୁଅନ୍ତୁ। ତୃତୀୟ ନମ୍ବର ବିଷୟ, ଆପଣଙ୍କ ଜ୍ୟୋତି ଅନ୍ୟମାନଙ୍କୁ ପରମେଶ୍ୱରଙ୍କ ଆଡ଼କୁ ଆକର୍ଷିତ କରେ। ଫିଲିପିୟ 2:15 ପଦ, ଯେପରି ତୁମ୍ଭେମାନେ ନିର୍ଦ୍ଦୋଷ ଓ ଅମାୟିକ ହୋଇ ଏହି କୁଟିଳ ବିପଥଗାମୀ ବଂଶ ମଧ୍ୟରେ ଈଶ୍ୱରଙ୍କ ଅନିନ୍ଦନୀୟ ସନ୍ତାନ ସନ୍ତତି ହୁଅ। ସେମାନଙ୍କ ମଧ୍ୟରେ ତୁମ୍ଭେମାନେ ଜୀବନର ବାକ୍ୟ ଧରି ଜଗତରେ ଜ୍ୟୋତି ସ୍ୱରୂପ ପ୍ରକାଶ ପାଉଅଛ। ଯେତେବେଳେ ଆମେ ଆମର ବିଶ୍ୱାସକୁ ପ୍ରାମାଣିକ ଭାବରେ ବଞ୍ଚାଇଥାଉ, ଅନ୍ୟମାନେ ପରମେଶ୍ୱରଙ୍କ ପ୍ରେମ ଏବଂ ସତ୍ୟ ପ୍ରତି ଆକର୍ଷିତ ହୁଅନ୍ତି। ଉଦାହରଣ ସ୍ୱରୂପ, ସମ୍ପୂର୍ଣ୍ଣ ଅନ୍ଧାରରେ ଏକ ମହମବତୀ ଧରିବାର କଳ୍ପନା କରନ୍ତୁ। ସେହି ଗୋଟିଏ ନିଆଁ ବା ସେହି ଗୋଟିଏ ଆଲୋକ ବା ମହମବତୀ ଏହାର ଆଖପାଖରେ ଥିବା ଲୋକଙ୍କୁ ଆଶା ପ୍ରଦାନ କରିପାରିବ। ସେହିଭଳି ଆପଣଙ୍କ ଜୀବନ ଅନ୍ୟମାନଙ୍କ ପାଇଁ ଆଶା ଓ ଦିଗ ଆଣିପାରେ। ତେବେ ଏଥିରୁ ଆମେ ଶିଖିପାରିବା, ପରମେଶ୍ୱରଙ୍କ ଆଲୋକ
କିପରି ଆପଣଙ୍କ ଜୀବନକୁ ପରିବର୍ତ୍ତିତ କରିଛି ତାହା ଦର୍ଶାଇ ଏହି ସପ୍ତାହରେ କାହା ସହିତ ହେଉ ଆପଣଙ୍କର ସାକ୍ଷ୍ୟ ସେୟାର କରନ୍ତୁ। ଶେଷ ନମ୍ବର ବିଷୟ, ଆପଣଙ୍କ ଜ୍ୟୋତିକୁ ଚମକିବାକୁ ଦେବା ପାଇଁ ସାହସ ଦରକାର। 2 ତିମୋଥୀ 1:7। କାରଣ ଈଶ୍ୱର ଆମ୍ଭମାନଙ୍କୁ ଭୟର ଆତ୍ମା ଦେଇନାହାନ୍ତି, ମାତ୍ର ଶକ୍ତି, ପ୍ରେମ ଓ ସୁବୁଦ୍ଧିର ଆତ୍ମା ଦେଇଅଛନ୍ତି। ଅନେକ ସମୟରେ ଈଶ୍ୱରଙ୍କ ସତ୍ୟକୁ ବିରୋଧ କରୁଥିବା ଦୁନିଆରେ ଆମର ବିଶ୍ୱାସକୁ ସାହସିକତାର ସହ ବଞ୍ଚିବା ପାଇଁ ସାହସର ଦରକାର। ଉଦାହରଣ ସ୍ୱରୂପ, ଅନ୍ଧାର ରାତିରେ ମଧ୍ୟ ଷ୍ଟ୍ରିଟ୍ ଲ୍ୟାମ୍ପ ଚମକିଥାଏ। ବିଶ୍ୱାସୀ ଭାବରେ ପରିସ୍ଥିତି ଯାହା ହେଉନା କାହିଁକି ଆମକୁ ସେହି ଷ୍ଟ୍ରିଟ୍ ଲାଇଟ୍ ଭଳି ଚମକିବା ପାଇଁ ଆହ୍ୱାନ କରାଯାଇଛି। ତେବେ ଏଥିରୁ ଆମେ ଶିଖିପାରିବା, ଆପଣଙ୍କ କର୍ମକ୍ଷେତ୍ର, ବିଦ୍ୟାଳୟ କିମ୍ବା ସମ୍ପ୍ରଦାୟରେ ବା ସମାଜରେ, ବିଶେଷ କରି ଚୁନୌତିପୂର୍ଣ୍ଣ ଚ୍ୟାଲେଞ୍ଜପୂର୍ଣ୍ଣ ପରିସ୍ଥିତିରେ ଖ୍ରୀଷ୍ଟଙ୍କ ପାଇଁ ଠିଆ ହେବା ପାଇଁ ସାହସିକତା ପାଇଁ ପ୍ରାର୍ଥନା କରନ୍ତୁ। ଠିକ୍ ଅଛି। ଯୀଶୁ ଆମକୁ ଆହ୍ୱାନ କରନ୍ତି ଯେ ଆମର ଆଲୋକକୁ ଉଜ୍ଜଳ କରିବାକୁ ଆମ୍ଭେମାନେ ଦେଉ, ଯାହାଦ୍ୱାରା ଅନ୍ୟମାନେ ଆମର ଭଲ କାର୍ଯ୍ୟ ଦେଖି ପାରିବେ ଏବଂ ପରମେଶ୍ୱରଙ୍କୁ ମହିମା କରିପାରିବେ। ଆମ ଜୀବନ ତାଙ୍କ ଅନୁଗ୍ରହ ଏବଂ ପ୍ରେମର ପ୍ରତିଫଳନ ଅଟେ। ଜାଣିଶୁଣି ତାଙ୍କ ପାଇଁ ବଞ୍ଚିବା ଦ୍ୱାରା ଆମେ ଅନ୍ଧାର ଦୁନିଆରେ ଆଶାର ଆଲୋକ ପାଲଟିଥାଉ। ତେବେ ଆମମାନେ କ'ଣ କରିବା? ଏ ବାକ୍ୟରେ କ'ଣ ଶିଖିଲୁ? ନିଜକୁ ପଚାରନ୍ତୁ, ମୁଁ ଏହି ସପ୍ତାହରେ ଯୀଶୁଙ୍କ ପାଇଁ କିପରି ଉଜ୍ଜଳ ହୋଇପାରିବି? ତାପରେ ନିଜ କଥାବାର୍ତ୍ତା, ନିଜ କର୍ମ ଓ ମନୋଭାବ ମାଧ୍ୟମରେ ଈଶ୍ୱରଙ୍କ ମହିମା କରିବା ପାଇଁ ଗୋଟିଏ ବ୍ୟବହାରିକ ପ୍ରାକ୍ଟିକାଲ ପଦକ୍ଷେପ ନିଅନ୍ତୁ। ଏହି ବାକ୍ୟ ଦ୍ୱାରା ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।